1971 ମସିହାରେ ଯେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଫିଲ୍ଡ ମାର୍ଶଲ ମାନିକସ ଆର୍ମିର ଚିଫ୍ ଥିଲେ ଏବଂ ଇନ୍ଦିରା ଗାନ୍ଧୀ ତାଙ୍କୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ମାନିକସ କହିଥିଲେ ସୈନ୍ୟମାନେ ପ୍ରସ୍ତୁତ ଅଛନ୍ତି କିନ୍ତୁ ଠିକ୍ ସମୟରେ ଆକ୍ରମଣ କରାଯିବ। ସାମ୍ ମାଣିକସ ଠିକ୍ ସମୟରେ ଆକ୍ରମଣ କରିଥିଲେ ଏବଂ ମାତ୍ର 13 ଦିନ ଭିତରେ ପୂର୍ବ ପାକିସ୍ତାନକୁ ବାଂଲାଦେଶରେ ପରିଣତ କରିଦେଲେ। ମାନିକସ ଇନ୍ଦିରା ଗାନ୍ଧୀଙ୍କୁ କହିଥିଲେ ମୁଁ ଆପଣଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରେ ନାହିଁ, ତେଣୁ ଆପଣ ବି ସାମରିକ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ଏହି ଘଟଣା ପରେ 1973ରୁ ମାନିକସଙ୍କ ପେନ୍ସନ୍ ବନ୍ଦ କରାଯାଇଥିଲା, କିନ୍ତୁ ଏହି ବ୍ୟକ୍ତି କେବେ ବି ତାଙ୍କ ଦରମା ମାଗିନଥିଲେ। 30 ବର୍ଷ ପରେ ଯେତେବେଳେ ମାନିକସ ହସ୍ପିଟାଲରେ ଥିଲେ ଦିନେ ରାଷ୍ଟ୍ରପତି କଲାମ ତାଙ୍କୁ ଭେଟିବାକୁ ଯାଇଥିଲେ। ରାଷ୍ଟ୍ରପତି ଜାଣିବାକୁ ପାଇଲେ ଯେ ନିଜ ଦେଶ ପାଇଁ 5ଟି ଯୁଦ୍ଧ ଲଢ଼ିଥିବା ବ୍ୟକ୍ତିଙ୍କୁ 1973 ମସିହାରୁ ପେନ୍ସନ୍ ଦିଆଯାଉନଥିଲା। ରାଷ୍ଟ୍ରପତି କଲାମ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ତାଙ୍କର ବଳକା ଅର୍ଥ ପ୍ରଦାନ ପାଇଁ 1 କୋଟି ଟଙ୍କାର ଚେକ୍ ପଠାଇଥିଲେ। ଦର୍ଶକ ବନ୍ଧୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାନିକସଙ୍କ ଅନ୍ତିମ ସଂସ୍କାରରେ ତତ୍କାଳୀନ କଂଗ୍ରେସ ସରକାରଙ୍କର କୌଣସି ମନ୍ତ୍ରୀ ଯୋଗ ଦେଇନଥିଲେ।